ବୋଧେ ଆଜି ମୋ ପାଳି, ଆଜି ମୁଁ ଶୁଣିବି, ଆପଣ କୁହନ୍ତୁ। ଆପଣ ତ ଯୋଉ ଜ୍ଞାନ ଚମତ୍କାର ଜ୍ଞାନ କହିଲେ ଆମ ଭକ୍ତ ମାନେ ଶୁଣିବେ ବୋଲି ଆମେ ତାକୁ ପଠେଇଛୁ। ପ୍ରଭୁଙ୍କ ଜିନିଷ ତୋହରି ଧନ ତତେ ଦେଇ ମଧ୍ୟରେ ମଧ୍ୟସ୍ଥି ବୋଲାଇ। ଠିକ ତ ଆଉ। ଆଜ୍ଞା। ସତ କଥା। ଯେ ଆଜ୍ଞା ଯୋଉ ଧ୍ୟାନ ଟା ଆପଣ କରଉଛନ୍ତି ଜଙ୍ଗଲ ଭିତରେ ଠିକ ଅଛି ଯେ, ସେ ଯୋଉ ପଥର ଉପରେ ବସିକି ଧ୍ୟାନ ଟା କରୁଛନ୍ତି, ହୁଁ। ପଥରରେ ବସିକି ଧ୍ୟାନ କରାଯାଏ କି? ଯୋଗଶିଳା କାହାକୁ କହନ୍ତି? ଯୋଗଶିଳା କଣ ପଥରରେ ବସିଲେ ସେ ଯୋଗଶିଳା? ସାଇ ବାବା କୋଉଥିରେ ବସିଥିଲେ? ଅଲେଖ ନିରଞ୍ଜନ କୋଉଥିରେ ବସିଥିଲେ? ତାର ପରିଣାମ ଅଲେଖ ଟା ନିରଞ୍ଜନ ଯୋଉ ପଥରରେ ବସିଥିଲେ ସେଇ ପଥର ସେଇଟା ଆମେ ଯୋଉଠି ବସିଥିଲୁ। ଅଲେଖ ଆଜ୍ଞା ନିରଞ୍ଜନଙ୍କ ଧ୍ୱନି ମଣ୍ଡପ ଆଉ ତାଙ୍କ ଅଖଣ୍ଡ ମନ୍ଦିର, ଆଶ୍ରମ, ଆଜ୍ଞା ତାର ପଛପଟ ପରିଣାମ ଟା କଣ ଜଙ୍ଗଲ। ହେଇଥିଲା? କଣ ହେଇଥିଲା ମୋର କେତେ ନଲେଜ ନାହିଁ। ପଥର ଉପରେ ବସିକି ଧ୍ୟାନ କରିବାଟା ତାର ପରିଣାମ ଅଛି। ତେଣୁକରି କୋଉ ଆସନରେ ଆପଣ ବସିକି ଧ୍ୟାନ କରିବେ, ସେ ଯୋଗଶିଳା ତ ବହୁତ ଦୂରର କଥା। ପଥର ଉପରେ ଯୋଉମାନେ ବସିକି ଧ୍ୟାନ କରିବେ ସେ ଦରିଦ୍ର ହେବେ। ହେଇପାରେ। ତେଣୁ ସାଇବାବା ପଥର ଉପରେ ବସିଥିଲେ ବୋଲି ସିଏ କୋଉ କାରଣରୁ ସେ ବସିଥିବେ, ତାଙ୍କୁ ତ ଆମେ ଭୁଲ ଦେଇପାରିବାନି। ନା। ତେଣୁ ସେ ହଉଛନ୍ତି ବଡ ବଡିଆ ଲୋକ। ଯେମିତି ଆମର ବାଲ୍ମିକି ରାମାୟଣରେ ପିଲାଙ୍କୁ ଯୋଉ ମୁଁ ଆଜ୍ଞା ପଢଉଥିଲି, ସେ ଯୋଉ ଲେଖା ହେଇଛି ମମ ରୋଚତେ। ହୁଁ। ଯଦି ମମ ରୋଚତେ ଲେଖା ହେଇଛି, ମୁଁ କହିଲି କାରକ ବିଭକ୍ତି ଟା ମମ ଟା କେମିତି ହବ? ରୋଚତ ଯୋଗେ ତ ଚତୁର୍ଥୀ ବିଭକ୍ତି। ହୁଁ। ଆଉ ଆଦିକବି ବାଲ୍ମିକି ଯଦି ଲେଖିଛନ୍ତି ମମ ରୋଚତେ, ତାଙ୍କୁ ଆମେ କଣ ଭୁଲ କରିଦେବା ବ୍ୟାକରଣରେ କହିଦେବା ଯେ ଏଟା ଭୁଲ? ନା। ତେଣୁକରି ସେ ବାଧ୍ୟ ହେଇକି ଆଉ ଗୋଟେ ସୂତ୍ର ହେଟେ ସୃଷ୍ଟି ହେଲା। କଣ ନା ଋଷି ପ୍ରୟୋଗ ଷଷ୍ଠୀ ହେଇଛି। ହୁଁ ହୁଁ। କିନ୍ତୁ ରୋଚତ ଯୁଗେ ହବା କଥା ଚତୁର୍ଥୀ। ହୁଁ। ଯେହେତୁ ସେ ଜଣେ ମହର୍ଷି, ସେ ପ୍ରୟୋଗ କରିଦେଇଛନ୍ତି ମମ ରୋଚତେ, ମହ୍ୟଂ ରୋଚତେ ହବା କଥା ମମ ରୋଚତେ ଯଦି ଲେଖିଦେଇଛନ୍ତି, ତାକୁ ଆମେ କାଟି ପାରିବା ନାହିଁ। ହୁଁ ବରଂ ତାର କାରକ ବିଭକ୍ତି ଟା ଲେଖାଯିବ ଯେ ହୁଁ ଋଷି ପ୍ରୟୋଗେ ଷଷ୍ଠୀ ହେଇଛି। ହୁଁ ହୁଁ। ସେଇଭଳି ଯଦି ସାଇ ବାବା ପଥର ଉପରେ ବସିକି ଧ୍ୟାନ କରୁଥିଲେ, ଆମେ ବି ଯାଇକି ସେମିତି ପଥର ଉପରେ ବସିକି ଧ୍ୟାନ କରିବାଟା ଏଇଟା ଯଥାର୍ଥ ନୁହଁ। କାହିଁକି ନା ସିଏ କୋଉ ପରିସ୍ଥିତିରେ କଣ ନେଇକି ସିଏ କରିଦେବେ, ସେ ତ ହଉଛନ୍ତି ଜଣେ ଜଗତ ଗୁରୁ। ଆପଣ ତେଣୁ ଧ୍ୟାନ ସେ କରୁଛନ୍ତି? ହଉଛନ୍ତି ସଦ୍ଗୁରୁ। ଧ୍ୟାନରେ ବସୁଛନ୍ତି କେତେବେଳେ? ଆଜ୍ଞା। ଧ୍ୟାନରେ ବସୁଛନ୍ତି? ଧ୍ୟାନରେ ନ ବସିକି ଏଇ କଥା ଗୁଡାକ ଆଜ୍ଞା କଣ କିଏ କହିପାରିବ? କୋଉଥିରେ ବସୁଛନ୍ତି ଆମକୁ ଟିକେ କହନ୍ତୁ? ଆମେ ସେଇଟା କରିଦବା। ସେମିତି ଆଜ୍ଞା ଦେଖିବାକୁ ଗଲେ, ନିର୍ବେଦରେ ଧ୍ୟାନରେ ବସିବା ପାଇଁ କୌଣସି ଆସନର ଲୋଡା ନାହିଁ। ହୁଁ। କାହିଁକି ନା ମୁଁ ଆସନରେ ବସୁଛି ସମ ଆସନ ବା ସୁଖ ଆସନ ବା ପଦ୍ମ ଆସନରେ ବସୁଛି। ହୁଁ ମୋର ଆଉ କଣ ଆସନ ଦରକାର? ହୁଁ। କି ଆସନ ଦେବି ତୁମ୍ଭକୁ ଯାହାର ଖଗ ଆସନ? ହୁଁ। ଯାହାର ଗରୁଡ ଆସନ, ମୁଁ ତାକୁ କିଛି ଆସନ ଦେଇପାରିବି କି? ହୁଁ ହୁଁ। କିନ୍ତୁ ଆମର ଜ୍ଞାନ, ଯୋଉ ଆମର ଧ୍ୟାନ କରିବାର ଯୋଉ ବିଧି ଅଛି, ଯୋଉ ନୀତି ନିୟମ ଅଛି, ହଁ ସେଇ ଅନୁସାରେ ଆଜ୍ଞା କୁହାହବ। ଯଦି ଭାବ ଭକ୍ତି ଉପରକୁ ଆପଣ ଯିବେ, ତାହେଲେ ସେଠି କୌଣସି ଜ୍ଞାନ, ଏ ବହି ଲେଖା କିଛି ଜ୍ଞାନ କାମ ଦବନି। ମୋ ଆମେ ଭଉଣୀର କାହା ବସିକି ଉପରକୁ ଯାଉନୁ, କୋଉ ତଳକୁ ଯାଉନୁ, ଯୋଉଠି ଅଛୁ ସେଇଠି। ଆଜ୍ଞା ଠିକ ଯେ, ମାନେ ଆମର ଗୋଟେ ଆଲୋଚନା ଚାଲିଛି ବୋଲି ମୁଁ କହୁଛି। ହୁଁ। ଆପଣଙ୍କୁ ମୁଁ ତଳକୁ କହିଦଉନି କି ଉପରକୁ କହିଦଉନି। ନାଇଁ ଉପର ତଳ କିଛି ହଁ ନାହିଁ। ହଁ। କିନ୍ତୁ ଯଦି ଆମେ ଜ୍ଞାନ ଉପରକୁ ଯିବା, ଶାସ୍ତ୍ର ନୀତି ନିୟମ ଅନୁସାରେ ଯିବା, ହୁଁ। ଗୋଟେ କଥା ଆଜ୍ଞା ଦେଖନ୍ତୁ, ମୋ ସ୍ତ୍ରୀ ମୋ ଠେ ଗୋଡ ବାଜିଗଲେ, ସିଏ ମତେ ବିଷ୍ଣୁ କରୁଛି ନା ନାଇଁ? ହଁ। କି ମତେ ପ୍ରଣାମ କରୁଛି ନା ନାଇଁ? ହୁଁ। ଆପଣ ତ ୟୁଟ୍ୟୁବ ରେ ଛାଡି ଦଉଛନ୍ତି, ତେଣୁକରି ମୋର ଭୟ ହଉଛି। ସବୁ କଥା ଗୁଡାକ ଆପଣଙ୍କୁ ଓପନଲି ମୁଁ କହିପାରୁନି। ନା ମାନେ ନା, ଯୋଉ କଥା ପବ୍ଲିକ ହବା କଥା ନୁହଁ, ତାକୁ କଣ ଆମେ ଛାଡିବୁ? ଆଜ୍ଞା। ଯୋଉଟା ଗୋଟେ ଉଚିତ କଥା ନା। ହଉଛି, ସ୍ଵାମୀ ସ୍ତ୍ରୀ ମଧ୍ୟରେ ଯେତେବେଳେ ଭାବ ସମ୍ପର୍କ ହଉଛି, ସେତେବେଳେ କଣ ଗୋଡ ବାଜୁନି? ନିଶ୍ଚୟ। ସେତେବେଳେ କଣ ସ୍ତ୍ରୀ ବିଷ୍ଣୁ କରୁଛି 100 ଥର? ନା।
ତାହେଲେ କେତେବେଳେ ସେ ବିଷ୍ଣୁ କରୁଛି? ଯେତେବେଳେ ସିଏ ଅଲଗା ସେତେବେଳେ ସେ ବିଷ୍ଣୁ କରୁଛି। ଯଦି ଏକାକାର ଭାବ ଆସିବ ଆଉ ବିଷ୍ଣୁ ଆସିବ, କିଏ କାହାକୁ ପ୍ରଣାମ କରିବ? ସରିଲା। ଯଦି ଏକାକାର ଭାବ ଆସିଲା, ଯଦି ଗୋଟେ ଅଙ୍ଗ ହେଲା, ଯଦି ମୋ ଅଙ୍ଗ ଯଦି ଠାକୁରଙ୍କ ଠାରେ ମିଶିଲା, ତାହେଲେ ସେଠି ସିଏ ଆଉ କିଏ କାହାକୁ ପ୍ରଣାମ କରିବ? ତେଣୁକରି ସେଠି କେହି କାହାକୁ ପ୍ରଣାମ କରିପାରିବେ ନାହିଁ। ସରିଲା ତ। ହଁ, କିଏ ଅଛି କି ଆଉ? ଅଲଗା ଥିଲା ପର୍ଯ୍ୟନ୍ତ ଆପଣ କେହି ବଡ। ନାହାନ୍ତି ପରା। ଅଦ୍ୱୈତଟା ଦ୍ୱୈତବାଦ ହେଲା, ବିଶିଷ୍ଟ ଦ୍ୱୈତବାଦ ହେଇଗଲେ କାମ ସରିଲା। ଆଜ୍ଞା, ତେଣୁକରି ଆପଣ ଯେ ପର୍ଯ୍ୟନ୍ତ ମୋଠୁ ବଡ ମୁଁ ସାନ, ସେ ସେମିତି ନାହିଁ। ପର୍ଯ୍ୟନ୍ତ ମୁଁ ପୁଣି ଆପଣଙ୍କୁ ବଡ ସାନ ପ୍ରଣାମ। କଣ? ବଡ ସାନ କଣ? ଆଜ୍ଞା, କଥାଟା ବୁଝୁନାହାନ୍ତି। ମାନେ ଯେତେବେଳେ ଅଲଗା ହେଇକି ଆମେ ଅଛେ, ହଁ, ସେତେବେଳେ ଆପଣ ବଡ ମୁଁ ସାନ ତାହା ବୟସରୁ। ବି ଭୁଲ, ତାହା ବି ଭୁଲ। ହଁ, ଅଲଗା ଯେ ଆପଣ ହେଇପାରିବେନି। ହଁ, ଯେ ପର୍ଯ୍ୟନ୍ତ ଏଇଟା ଆମେ ସ୍ଥୂଳ ଅଲଗା ହଉଛି ଅଛେ। ନା। ନା, ଅଲଗାର ପ୍ରଶ୍ନ ନାହିଁ। ଆଜ୍ଞା, ଜୀବ ଅଲଗା ହେଇଛି ନା। ଜୀବ ଅଲଗା ମୋଟେ ହେଇନି ନା। ଜୀବ ତ ସେ ନିଜେ, ଅଲଗା କାହିଁ ହବ? ଆମେ କଣ ଜୀବ? ଯେ ପର୍ଯ୍ୟନ୍ତ ଆପଣ ସେଇ ନିଜତ୍ୱ ଟାକୁ ଅନୁଭବ କରିନାହାନ୍ତି, ସେ ପର୍ଯ୍ୟନ୍ତ ଆପଣ ଅଲଗା। ସେଇଠି ତ କଥାଟା। ଆପଣ ଦି ଖଣ୍ଡ ଆଉ ହେଇକି ଯୋଉମାନେ, ଅଛନ୍ତି। ହଁ, ଯୋଉମାନେ ଆରମ୍ଭ କରିଛନ୍ତି, ମାନେ ଅଦ୍ୱୈତ ଭାବରେ ଅଛନ୍ତି ଯୋଉମାନେ, ଆଜ୍ଞା, ଯୋଉମାନେ ଦ୍ୱୈତ ଭାବରେ ନାହାନ୍ତି ଏବଂ ଯୋଉମାନେ ଅଭିନ୍ନ, ସେମାନେ କାହିଁକି ଏଇ ଟାଇପର ଆଲୋଚନା କରିବେ? ଆଜ୍ଞା, ଆମେ ଅଭିନ୍ନ ହେବା, କିନ୍ତୁ ଅଭିନ୍ନ ହେଇନି ବର୍ତ୍ତମାନ। ହୁଁ। ବର୍ତ୍ତମାନ ଯେ ପର୍ଯ୍ୟନ୍ତ ଆମେ ଶରୀରଟାକୁ ଆପଣ ଅନୁଭବ ଅଭିନ୍ନ କରୁଛୁ। ନୁହନ୍ତି ତ? ଆପଣ କହିବା କଥା ଯେ ମୁଁ ଅଭିନ୍ନ ନୁହେଁ। ଆଜ୍ଞା, ସେ କଥା ମୁଁ କହୁନି। ମୁଁ କଣ କହୁଛି ଆପଣ ଶୁଣନ୍ତୁ। ହଁ, ମୋ କହିବା କଥା ହଉଛି କଣ, ଯେ ପର୍ଯ୍ୟନ୍ତ ଆମେ ତାଙ୍କୁ ଅନୁଭବ କରିନି, ସେ ପର୍ଯ୍ୟନ୍ତ ଆମର ଏକତ୍ୱ ମମତ୍ୱ ଭାବ ଆସିଛି କି? ଆସିନି। ସେଟା ଆପଣଙ୍କ ଅନୁଭବ ଯାହା କହନ୍ତୁ। ହଁ, ହଁ, ଜୀବ ଯେ ପର୍ଯ୍ୟନ୍ତ ଭାବୁଛି ଯେ ମୁଁ ହଉଛି ବାଦଲ, ମୋର ସ୍ତ୍ରୀ ଅଛି, ମୋର ପିଲାପିଲି ଅଛନ୍ତି, ମୋର ଗୋଟେ ଘର ସଂସାର ଅଛି, ସେ ପର୍ଯ୍ୟନ୍ତ ସେ ଠାକୁରଙ୍କଠୁ ଅଲଗା ହେଇକି ଅଛି। ହଁ, ଯେତେବେଳେ ସେ ଧ୍ୟାନରେ ବସିବ, ପରମାତ୍ମାଙ୍କ ସହିତ ମିଶିବ, ସେତେବେଳେ ସେ ଅଭିନ୍ନ ହଉଛି। କିନ୍ତୁ ସେଇ ଅଭିନ୍ନ ଭାବଟାକୁ ସେ କଣ ଅଷ୍ଟକାଳ ଚେତା ଧରିକି ରହିପାରୁଛି? କିଛି କ୍ଷଣ ପାଇଁ ସେ ମିଶୁଛି। ଚୁମ୍ବକଟାକୁ ଲୁହା ଚୁମ୍ବକରେ ଘଷି ହେଲେ ବାରମ୍ବାର ସେ ଚୁମ୍ବକତ୍ୱ ପ୍ରାପ୍ତ ହୁଏ। କିନ୍ତୁ ସେ ଚୁମ୍ବକତ୍ୱ ଟା ଯଦି ସ୍ଥାୟୀ ହେଇକି ରହିଲା, ତାହେଲେ ସିଏ ସିନା ହବ ଅଭିନ୍ନ। ହୁଁ, ଆପଣ ଯୋଉ ଭାବରେ ଅଛନ୍ତି ଯେ ମୁଁ ନୀରବ ରହିବି, ମୌନ ଭାବ ରହିବି, ସେ ମୌନ ଭାବ ରହିଲା ମାନେ ଆପଣ ପରମାତ୍ମାଙ୍କ ସହିତ ମିଶିକି ରହୁଛନ୍ତି, ହଁ। ସେଇଟା ଅଭିନ୍ନ ଭାବ ରହିବ। କିନ୍ତୁ ମୁଁ କଣ କରୁଛି, ମୋ ସ୍ତ୍ରୀ ପିଲା ଛୁଆଙ୍କ ଜଞ୍ଜାଳ ବୁଝିବି, ଇଆଡେ ଲୋକଙ୍କ ସାଥିରେ ମିଶିବି, 5 ଲୋକଙ୍କ ସାଥିରେ ରହିବି, କିନ୍ତୁ ତା ଭିତରେ ବି ଯଦି ଅଭିନ୍ନ ରହିହବ। ଅଭିନ୍ନ ଭାବ ରହି ହବ, ହୁଁ। ଯିଏ ସମର୍ଥ, ହଁ, କଥାଟା ସେଠି ନା। ଯିଏ ସମର୍ଥ ହୁଁ, ସିଏ ରହିପାରିବ। ହୁଁ। ତେଣୁକରି ସମସ୍ତେ ରହିପାରିବେନି। ତେଣୁକରି ଆମେ ସମସ୍ତେ କଣ ହେଇଛେ ନା, ଅଲଗା ହେଇକି ଅଛେ। ଆମେ ଏ ସମସ୍ତଙ୍କ କଥା କାହିଁ ଭାବୁଛେ? ହଁ, ମୋ ନିଜ କଥା ଆଜ୍ଞା କହୁଛି। ହଁ, ତେଣୁକରି ଯେ ପର୍ଯ୍ୟନ୍ତ ଆମେ ଠାକୁରଙ୍କ ସହିତ ନ ମିଶିଛେ, ହଁ, ସେ ଯୋଉ ଏକତ୍ୱ ଭାବଟା କିଛି କ୍ଷଣ ପାଇଁ ଆସୁଛି, ଧ୍ୟାନ ସମାଧିଟା କଣ ଆମେ ଦିନ ଯାକ ହେଇପାରିବ କି? ରାତି ଯାକ ହେଇପାରିବ? ହୁଁ, ଅଷ୍ଟକାଳ ଚେତାର ରହିପାରିବ? ତେଣୁ ଠାକୁରଙ୍କ ସହିତ ଯେତିକି ସମୟ ଆମେ ମିଶୁଛେ, ସେତିକି ସମୟ ଆମେ ତାଙ୍କ ସାଥିରେ ମିଶିଗଲେ। ହୁଁ, ତେଣୁ ସେତିକି ସମୟ ଆମେ ଅଭିନ୍ନ ହେଇଗଲେ। ହୁଁ, ଯଦି ଏଇଟା ବାରମ୍ବାର କରାଯାଏ, ତାହେଲେ ଏମିତି ପରିସ୍ଥିତି ଆସିବ ଯେ ଲୁହାଟା ମଧ୍ୟ ଗୋଟେ ସ୍ଥାୟୀ ଚୁମ୍ବକରେ ପରିଣତ ହେଇପାରିବ। ହୁଁ, ସତ। ହଁ, ଏଇଆ ହଉଛି କଥା। ସେଥିରେ କିଛି ତେଣୁ ଦ୍ୱିମତ ହବାର ନାହିଁ। ତାକୁ ଆମେ ବାରମ୍ବାର କରିବା ଉଚିତ। ଗୁରୁ ବାକ୍ୟ ହଉଛି ମହାରତ୍ନ। ଗୁରୁ ହଁ, ଯାହା ବି କୁହନ୍ତୁ, ଆପଣ ଯୋଉ ଶିକ୍ଷା ଦଉଥିଲେ, ଧ୍ୟାନର ମୂଳଂ ଗୁରୁର୍ ରୂପଂ, ହୁଁ, ଆପଣ ଯୋଉ କହୁଛନ୍ତି ଯେ ସେ ଧ୍ୟାନ କରିବା ସମୟରେ ଆମର ମାନସ ପଟଳରେ କାହାରି ମୂର୍ତ୍ତି, କାହାରି ଫଟୋ କି କାହାକୁ ଆଣିବା ଉଚିତ ନୁହେଁ ବୋଲି, ସେଇଟା ଆଜ୍ଞା ନୁହେଁ। ହୁଁ, ହଠାତ୍ କିନି ଜଣେ, ଆମେ ଯେହେତୁ ବେଦରେ ଅଛେ, ହଠାତ୍ କିନି ନିର୍ବେଦ ହେଲା ବେଳକୁ ଆମେ ହେଇପାରିବାନି। ସେ ମନକୁ ଆସିବ କଳ୍ପନା, କୋଟି କୋଟି କଳ୍ପ ମାନେ ବ୍ରହ୍ମା ବସିଥିଲେ। ପ୍ରଥମରୁ ଦେଖିଲେ ନା ଅଧାରୁ? ଆଜ୍ଞା, ମୁଁ ପ୍ରଥମରୁ ଶେଷ ଯାକେ ଦେଖିଲି। ପ୍ରଥମରେ ଆବାହନ ନଥିଲା? ହଁ, ଥିଲା। ଆବାହନରେ ପିତା, ମାତା, ଗୁରୁ, ଆଜ୍ଞା, ଇଷ୍ଟ ଅଛି ଆଜ୍ଞା, ଅଛି ପୁରା ତ। ସମ୍ପୂର୍ଣ୍ଣ ଆପଣ ବିଧି ଅନୁସାରେ କହୁଛନ୍ତି। ତାହେଲେ ସେମାନେ ତ ଆସିଗଲେ, ଆସିଗଲା ପରେ ତାଙ୍କୁ ପୁଣି ଓଭରକମ କରିବେ ନା, ଉପରକୁ ଉଠିବେ ନା, ଆଜ୍ଞା, ଆଉ ସିଏ ସେଇଠି ଅଟକିବେ? ହଉଛନ୍ତି ପ୍ରଥମ ଶ୍ରେଣୀ ପିଲା। ତାଙ୍କୁ ଆପଣ ଯେତେବେଳେ ହଠାତ୍ କହୁଛନ୍ତି ଯେ ମାନସ ପଟଳକୁ ଯେମିତି କାହାରି ଫଟୋ, ମୂର୍ତ୍ତି ଏସବୁ ଆସିବେନି, ଧ୍ୟାନର ମୂଳଂ ଗୁରୁର୍ ରୂପମ୍, ଧ୍ୟାନର ମୂଳ ହଉଛନ୍ତି ଗୁରୁଙ୍କ ରୂପକୁ ଆମେ ଆଣିବା। ହୁଁ,
ହରିକି ଗୁରୁ ଚିହ୍ନାଇଲେ ଏଣୁ ହରିଟି ଗୁରୁ ହେଲେ। ହଁ ନମସ୍ତେ ଗୁରୁ ଗୋବିନ୍ଦ ସଚିଦାନନ୍ଦ। ହଁ ତେଣୁକରି ହଁ ମୋ ପାଖକୁ ଯଦି ଏଇନୁ ସ୍ଵୟଂ ନାରାୟଣ ମଧ୍ୟ ଆସିବେ, ମୁଁ ତାଙ୍କୁ କହିବି ଯେ ତମେ ମେକଅପ୍ ହେଇକି ଆସିଛ। କିଏ ହୁଁ ଜଣେ ମଣିଷ ତମେ ମେକଅପ୍ ହେଇକି ଆସିଥବ, କିନ୍ତୁ ଗୁରୁ ଯଦି ଚିହ୍ନିଲେ ପୁଅ ଏଇ ହଉଛନ୍ତି ନାରାୟଣ, ହୁଁ ତାହେଲେ ମୁଁ ତାଙ୍କୁ ଜାଣିବି ନାରାୟଣଙ୍କର ଲକ୍ଷଣ କଣ, ନିଶ୍ଚୟ ନାରାୟଣଙ୍କର ଚିହ୍ନ କଣ, ନାରାୟଣଙ୍କର ବର୍ଣ୍ଣ କଣ, ଗୁରୁ ମତେ ଚିହ୍ନି ଦେବେ, ଜ୍ଞାନରେ ନିଶ୍ଚୟ ଚିହ୍ନି ଦେବେ। ହୁଁ ହୁଁ ତେଣୁ ମୂଳଟି ହଉଛନ୍ତି ଗୁରୁଙ୍କର ବାକ୍ୟ, ଗୁରୁଙ୍କର ରୂପ। ପ୍ରଥମେ ତାଙ୍କୁ କହିବେ ଯେ ସେ ଗୁରୁଙ୍କର ରୂପକୁ ଆଣିବେ। ଗୁରୁଙ୍କର ରୂପକୁ ଆଣିଲେ ଆମେ ପ୍ରଥମେ ଅରୂପ ହେଇପାରିବା ନାହିଁ। ତାଙ୍କ ପାଖେ ଗୁରୁ କିଏ ଅଛନ୍ତି, କାହା ରୂପ ସେ ଦର୍ଶନ କରିବେ? ଆପଣଙ୍କର, ହେଁ ହେଁ ଭୁଲ ଯେହେତୁ ଆପଣ ତାଙ୍କୁ ଶିକ୍ଷା ଦଉଛନ୍ତି, ଆପଣ ନାଇଁ ହଉଛନ୍ତି ନାଇଁ ତାଙ୍କ ଗୁରୁ। ନାଇଁ ଶୁଣନ୍ତୁ ଆମେ ଆଜ୍ଞା, ଆମେ କାହାର ଗୁରୁ? ଆଜ୍ଞା ସେମିତି କୁହନ୍ତୁନି। ଯିଏ ବି ଯୋଉ ମତେ ଯିଏ ବି ପଦେ କଥା ଶିକ୍ଷା ଦବ ସେ ମୋ ଗୁରୁ ହେବେ। ସିଏ ଭାବନ୍ତୁ, ଆମେ କାହିଁ କିଛି ଭାବୁ? ହଁ କିଛି ବଡ କଥା ନୁହଁ। ଆପଣ ତାଙ୍କୁ ଶିକ୍ଷା ଦେବେ, ଆପଣ ତାଙ୍କୁ ଶିକ୍ଷା ଦଉଛନ୍ତି ମାନେ ସେଇ ସମୟରେ ଆପଣ ହଉଛନ୍ତି ତାଙ୍କ ଗୁରୁ। ହୁଁ ତେଣୁ ଯଦି ଭଗବାନ ହଉଛନ୍ତି ଅରୂପ, ମୁଁ ହଉଛି ରୂପ, ଯେହେତୁ ମତେ ଗୋଟିଏ ରୂପ ଦେଇଛନ୍ତି, ହୁଁ ସେଇ ରୂପଟା ସେ ମତେ ଦେଇଛନ୍ତି, ତେଣୁ ମୁଁ ରୂପ ଧରିଛି। କିନ୍ତୁ ମୋର ସ୍ୱରୂପ ହଉଛି ମୋ ରୂପ, କିନ୍ତୁ ବର୍ତ୍ତମାନ ତ ମୁଁ ଅରୂପ ହେଇନି ନା। ସତ୍ୟ ଠାକୁର ସତ୍ୟ ହଉଛନ୍ତି ଅରୂପ, ହୁଁ ମୁଁ କିନ୍ତୁ ରୂପ। ଗୋଟେ ରୂପ ଆଉ ଗୋଟେ ଅରୂପ ସହିତ କେମିତି ପ୍ରେମ କରିପାରିବ, କେମିତି ଭଲ ପାଇପାରିବ, କେମିତି ତାଙ୍କ ସାଥିରେ ମିଶି ପାରିବ? ମିଶି ପାରିବ ନାହିଁ। ହୁଏତ ମୁଁ ଯଦି ଅରୂପ ହେବି ତାଙ୍କ ସହିତ ମିଶିବି, କିମ୍ବା ହଁ ଭଗବାନ ଯଦି ବ୍ରହ୍ମ ରୂପ ହେଲେ ହେବେ, ବ୍ରହ୍ମଙ୍କ ସାଙ୍ଗେ ମିଶିବେ। ନହେଲେ ଭଗବାନ ଯଦି ଅରୂପ ହେଇଛନ୍ତି, ସେ ଯଦି ରୂପ ହେବେ ମୋ ସାଥିରେ ମିଶି ପାରିବେ? ହଁ ତେଣୁକରି ତାଙ୍କର କଣ ଆବଶ୍ୟକତା ପଡିଛି ଯେ ସେ ମୋ ସାଥିରେ ରୂପ ହେଇକି ମିଶିବେ? ମୋର ଠିକ ଠିକ ଆବଶ୍ୟକତା ପଡିଛି। ଏକଦମ ସତ୍ୟ। ମୋର ଆଜ୍ଞା ଆବଶ୍ୟକତା ପଡିଛି। ମୁଁ ଚାହୁଁଛି ଯେ ମୁଁ ମୁଁ ତାହେଲେ ଜନ୍ମ ମତେ ହେଇଛି ଅରୂପ ହବାକୁ ପଡିବ, କାରଣ ଈଶ୍ୱର ଆଜ୍ଞା ଅରୂପରେ ଅଛନ୍ତି। ହଁ ସିଏ ଅରୂପରେ ଅଛନ୍ତି, ତେଣୁକରି ମତେ ଅରୂପ ହବାକୁ ପଡିବ। କାହିଁକି ନା ବାସ୍ ମୁଁ ଭାବୁଛି ଯେ ପ୍ରଭୁ ମୁଁ କେମିତି ଶାନ୍ତି ପାଇବି, ମୁଁ କେମିତି ଆନନ୍ଦ ପାଇବି, ମୁଁ ହୁଁ କେମିତି ଆପଣଙ୍କୁ ଚିହ୍ନିବି, ମୁଁ କେମିତି ଆପଣଙ୍କୁ ଜାଣିବି, ମୋର ଗରଜ ପଡିଛି, ଠାକୁରଙ୍କର ଗରଜ ପଡିନି। ଠିକ କାହିଁକି ନା ଏମିତି କୋଟି କୋଟି ମୁନି ଋଷି ହଜାର ହଜାର ବର୍ଷ ତପସ୍ୟା କରିକି 2 କିଲୋମିଟର ଲେଖେ ତାଙ୍କ ଜଟ ବଢେଇକି ଅଛନ୍ତି, ସେ ବି ପାଇନାହାନ୍ତି। ସେ ତ ଭଗବାନ ତ କହିଛନ୍ତି ଗୀତାରେ, ନଚ ଭାସ ଏତେ ଚନ୍ଦ୍ର ନଚ ଭାସ ଏତେ ସୂର୍ଯ୍ୟ। ତେଣୁ ସୂର୍ଯ୍ୟ ଚନ୍ଦ୍ର ତାଙ୍କୁ ଗମି ପାରୁନାହାନ୍ତି, ଆମେ କିଏ? ତେଣୁ ବ୍ରହ୍ମା ବିଷ୍ଣୁ ଶିବ ଯଦି ପାଇପାରୁନାହାନ୍ତି ସେ ପାଦକୁ, ସେ କେମିତିକା ପାଦ ଯେ ତାଙ୍କୁ ମୋ ଭଳିଆ ଗୋଟେ ଛାର ମଣିଷ ପାଇଯିବ? କେତେ ବାଟ ଆମେ ଗମି ପାରିବା? ସେ ହୁଁ ହଉଛନ୍ତି ଭଗବାନ ଗଣେଶ ମଧ୍ୟ କାଠିଏ ବାଟ ଯାଇଥିଲେ। ହୁଁ କିନ୍ତୁ ପୁଣି ଭଗବାନ କହୁଛନ୍ତି ଯେ ବହୁତ ସରଳ ମାର୍ଗ, ଠାକୁର ପ୍ରେମ ଭାବରେ ବାୟା। ହୁଁ ଠାକୁର ପ୍ରେମ ଭାବରେ ବାୟା। ଆମେ ଜ୍ଞାନ ମିଶ୍ରା ଭକ୍ତି ଯଦି ଏସବୁ କରିବା, ଠାକୁର ପ୍ରେମ, ସେଇ ପ୍ରେମ ଟିକକ ପାଇବା ପାଇଁ ଠାକୁର ମର୍ତ୍ତ୍ୟ ମଣ୍ଡଳରେ ମଧ୍ୟ ଆସିକି ଜନ୍ମ ଲାଭ କରିଛନ୍ତି। ହୁଁ ବର୍ତ୍ତମାନ ବି ଜନ୍ମ ଲାଭ କରିଛନ୍ତି। ଏଇ ଶରୀରରେ ମଧ୍ୟ ମର୍ତ୍ତ୍ୟ ଅଛି। ହୁଁ ତେଣୁ ଏଇ ମର୍ତ୍ତ୍ୟରେ ଠାକୁରଙ୍କର ଲୀଳା ଖେଳା ହଉଛି। ନିଶ୍ଚୟ। ତେଣୁ ଆମେ ଖାଲି ତାଙ୍କୁ ଚିହ୍ନିବା ଦରକାର। ତେଣୁକରି ମୋର ଆବଶ୍ୟକତା ପଡିଛି, ମୁଁ କେମିତି ପ୍ରଭୁଙ୍କୁ ଜାଣିବି, ବାସ୍ ମୁଁ କେମିତି ତେଣୁକରି ମତେ ଅରୂପ ହବାକୁ ପଡିବ। ସେ ଅରୂପର ମାର୍ଗଟି ମତେ ଯିଏ କହିଲେ ସେ ମୋ ଗୁରୁ ନୁହନ୍ତି କି? ହୁଁ ଆଉ ଯିଏ ସେ ମାର୍ଗଟି କରିକି ସେ ନିଜେ କରିଥିବାରୁ ସେ ମତେ ବତଉଛନ୍ତି, ହୁଁ ସେ ନିଜେ ଅନୁଭବ କରିଥିବାରୁ ସେ ମତେ କହୁଛନ୍ତି। ତାହେଲେ ନିଶ୍ଚୟ ଯଦି ପରମେଶ୍ଵରଙ୍କୁ ଯିଏ ଅନୁଭବ କରିବ, ସେ ନିଜେ, ମାନେ ଆମେ ବେଦ ପୁରାଣ ପଢୁଛେ, ବିଭିନ୍ନ ପ୍ରକାର ହୋମ ଯଜ୍ଞ କରୁଛେ, ବିଭିନ୍ନ ପ୍ରକାର କର୍ମକାଣ୍ଡ କରୁଛେ, କଣ ପାଇଁ କରୁଛେ? ହୁଁ ଠାକୁରଙ୍କୁ ଖୋଜୁଛେ। ହଁ ଭଗବାନ କହିଲେ ଯିଏ ଏ ଜ୍ଞାନ ଜାଣିବ ସେ ଠାକୁରଙ୍କୁ ଖୋଜିବନି, ସେ ନିଜେ ହବ ଠାକୁର। ହଁ ହଁ ଠିକ ସତ୍ୟ। ତେଣୁ ସେ ଆଉ ଠାକୁରଙ୍କୁ ଖୋଜିବନି। କାହାକୁ ଖୋଜିବ? ଯାହାକୁ ଖୋଜିବ ସେ ତା ଭିତରେ ଅଛି, ସେ ଠିକ ନିଜେ ହିଁ ହବ ଠାକୁର। ହୁଁ ହୁଁ ଠିକ ତେଣୁ ସତ୍ୟ। ଏ ଜ୍ଞାନ ସେ ସମସ୍ତଙ୍କୁ, ସମସ୍ତଙ୍କର ପାଇବାର ଅଧିକାର ଅଛି। ଯେହେତୁ ହୁଁ ମୁଁ ହଉଛି ଜଣେ ଜୀବ, ମୁଁ ପରମାତ୍ମାକୁ ଚିହ୍ନିବାର ମୋର ଅଧିକାର ଅଛି। ହୁଁ ଯେହେତୁ ମୁଁ ହଉଛି ପୁଅ, ମୋ ବାପାଙ୍କୁ ଚିହ୍ନିବାର ଅଧିକାର ଅଛି। ହୁଁ ଏ କହିବାର ତେଣୁ ଅଛି। ହଁ ଯେହେତୁ ମୁଁ ହଉଛି ସୃଷ୍ଟି, ମୋ ସ୍ରଷ୍ଟାଙ୍କୁ ଚିହ୍ନିବାର ମୋର ଅଧିକାର ଅଛି। ହଁ ନିଶ୍ଚୟ ନିଶ୍ଚୟ। ତେଣୁ ଜୀବ ମାତ୍ରେ ସମସ୍ତଙ୍କର ଅଧିକାର ଅଛି ପ୍ରଭୁଙ୍କୁ ଚିହ୍ନିବା ପାଇଁ, କିନ୍ତୁ ସମସ୍ତେ ଏଥିପାଇଁ ଚେଷ୍ଟା କରନ୍ତି ନାହିଁ। ଯେଉଁ କେତେ ଜଣ ଚେଷ୍ଟା କରୁଛନ୍ତି ସେମାନଙ୍କୁ ପ୍ରଭୁଙ୍କର ଆଶୀର୍ବାଦ ହବ। କାହିଁକି ନା ପ୍ରଭୁ ହଉଛନ୍ତି କଳ୍ପ ବୃକ୍ଷ, ଯିଏ ଯାହା ଇଚ୍ଛା କରିବ ତାକୁ ସେଇ ଅନୁସାରେ ଦେବେ।
ହୁଁ। ତେଣୁ ଯିଏ ଏ ମାର୍ଗ ଖୋଜିବ ତାକୁ ମଧ୍ୟ ଭଗବାନ ସେଇ ମାର୍ଗରେ ଢୁକେଇବେ, ତାକୁ ସହାୟତା କରିବେ। ସେଇଠି ତାକୁ ଭଗବାନ ପହଞ୍ଚେଇ ଦେବେ, ତାକୁ ସେଇ ମାର୍ଗ ଦେଇଦେବେ। ତେଣୁ ସିଏ ଭଗବାନ ଛୋଟ ପିଲାକୁ ଦେଖି ନାହାନ୍ତି, ବୁଢାକୁ ଦେଖି ନାହାନ୍ତି, ମୂର୍ଖକୁ ଦେଖି ନାହାନ୍ତି, ପଣ୍ଡିତକୁ ଦେଖି ନାହାନ୍ତି, ପଶୁକୁ ଦେଖି ନାହାନ୍ତି, ଯୋଉ ଯାହାର ଚରିତ୍ରହୀନ ତାକୁ ବି ଦେଖି ନାହାନ୍ତି। ସେ ସମସ୍ତଙ୍କୁ କୃପା କରିଛନ୍ତି, ହୁଁ। ସମସ୍ତଙ୍କୁ ସମାନ ଭାବରେ କୃପା କରିଛନ୍ତି, କାହାକୁ ଅଧିକ ନୁହେଁ, କାହାକୁ ବେଶୀ ନୁହେଁ। ଠିକ। ତେଣୁ ଜୀବ ଯେତେବେଳେ ମାତୃଗର୍ଭରେ ଥିଲା, ସେ ପ୍ରଭୁଙ୍କୁ ପ୍ରତିଶ୍ରୁତି ଦେଲା, ପ୍ରଭୁ ମୁଁ ମର୍ତ୍ତ୍ୟ ପୃଷ୍ଠକୁ ଗଲେ ଆପଣଙ୍କୁ ସବୁବେଳେ ଭଜନ କୀର୍ତ୍ତନ କରିବି, ଆପଣଙ୍କୁ ଜାଣିବା ପାଇଁ ଚେଷ୍ଟା କରିବି, ଆଉ ଆପଣ ମତେ ପଠାନ୍ତୁ। ହୁଁ। ଇଏ ହଉଛି ଗୋଟେ କଥା। ପୁଣି ଆଉ ଗୋଟେ କଥାରେ ଅଛି, ହେଠୁ ସେ ପଠେଇଲେ ଠାକୁର ତାକୁ ମର୍ତ୍ତ୍ୟ ପୃଷ୍ଠକୁ, କିନ୍ତୁ ସେ ଜନ୍ମ ହେଲା ମାତ୍ରକେ ଭୁଲିଗଲା, ଠାକୁରଙ୍କୁ ମନେ ପକେଇଲାନି, ନିଜର କର୍ମ ଜଞ୍ଜାଳ, ଆଉ କାହିଁ ମୋର ସ୍ଵାମୀ ଖୋଜିଲା ବେଳକୁ ମାତା ଆଣିଦେଲା କ୍ଷୀର। ହୁଁ। ତେଣୁ ସେ ଯୋଉ ଜନନୀ କ୍ଷୀରରେ ତୁମ୍ଭକୁ ଭୁଲିଲି। ହୁଁ। ତେଣୁକରି ମା ଠାରୁ କ୍ଷୀର ଖାଇଲି ଯେତେବେଳେ, ସେତେବେଳେ ପ୍ରଭୁ ମୁଁ ତମକୁ ଭୁଲିଗଲି, ତମକୁ ଖୋଜୁଥିଲି, କୁଆଡେ ଗଲ ବୋଲି। ଯାହାଙ୍କ ମାତୃଗର୍ଭରେ ଦେଖୁଥିଲି, ଯାହାଙ୍କର ସାନ୍ନିଧ୍ୟ ପାଉଥିଲି, ଜନ୍ମ ହେଲା ପରେ ତାଙ୍କୁ ମୁଁ ଭୁଲିଗଲି। ମା କ୍ଷୀର ଦେଲା ପରେ ପ୍ରଭୁଙ୍କୁ ମୁଁ ଭୁଲିଗଲି। ବାଲ୍ୟ କାଳ ବାଳକଙ୍କ ସଙ୍ଗେ ଗଲା, ଯୌବନ ସ୍ତ୍ରୀ ସଙ୍ଗର। ଚତୁର୍ଥ ଅବସ୍ଥାରେ କଫ ବାତ ପିତ୍ତ ଏସବୁ ରୁନ୍ଧିବେ ଶରୀରକୁ। ତେଣୁ କି କରିବି ଚତୁର୍ଥ ଅବସ୍ଥାରେ ପ୍ରଭୁ ମୁଁ ଆଉ କଣ କରିପାରିବି। ହୁଁ। ପୁନଶ୍ଚ ଅଛି ଯେ ଭକ୍ତ ସେ ମାତୃଗର୍ଭରେ ଠାକୁରଙ୍କୁ ଯିବ, କହିଲା ପ୍ରଭୁ ମୁଁ ତ ଆପଣଙ୍କୁ ପ୍ରତିଶ୍ରୁତି ଦେଲି, ଆପଣ ମତେ କଣ ପ୍ରତିଶ୍ରୁତି ଦଉଛନ୍ତି। ସେଟା ଭଗବାନ ମଧ୍ୟ ଜୀବକୁ ଗୋଟିଏ ପ୍ରତିଶ୍ରୁତି ଦେଇଛନ୍ତି। ହୁଁ। ସେଇ ପ୍ରତିଶ୍ରୁତିଟି କଣ? ଖାଲି ଜୀବ ଭୁଲ କରିଦେଲା, ଜୀବ ଠାକୁରଙ୍କୁ ଭୁଲିଗଲା, ଆଉ ଜୀବ ମାୟାରେ ପଡିଗଲା, ସେତେବେଳେ ପ୍ରଭୁଙ୍କର କଣ କର୍ତ୍ତବ୍ୟ, ଭଗବାନଙ୍କର କଣ କର୍ତ୍ତବ୍ୟ? ପୁଅ ଯଦି ଅବାଟକୁ ଯାଉଛି, ବାପା କଣ କରୁଛି? ଦଣ୍ଡ ଦିଅନ୍ତୁ ପଛେ ତାକୁ ପୁଣି ବାଟକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି। ନିଶ୍ଚୟ କଥା। ତାହେଲେ ମୁଁ ଯଦି ମାୟାରେ ପଡିଲି, ମୁଁ ଜୀବ ହେଇକି ଯଦି ମୁଁ ମାୟାରେ ପଡିଲି, ମୁଁ ଯଦି ଠାକୁରଙ୍କୁ ଭୁଲିଗଲି, ଠାକୁର ମତେ ଯୋଉ ପ୍ରତିଶ୍ରୁତିଟି ଦେଇଥିଲେ ମାତୃଗର୍ଭରେ, ସିଏ ସେଇଠି ପାଳନ କରିଛନ୍ତି କି? ହଁ କୁହନ୍ତୁ। ହଁ, ଠାକୁର ଯୋଉ ପ୍ରତିଶ୍ରୁତିଟି ମତେ ଦେଇଥିଲେ ମାତୃଗର୍ଭରେ, ସିଏ ସେଇଠି ପାଳନ କରିଛନ୍ତି କି? ହୁଁ। ତ ଇଏ ହଉଛି ଗୋଟିଏ ଦିଗ। ସେ ଯାହା ବି ହଉ, କିନ୍ତୁ ଜୀବକୁ ହବାକୁ ପଡିବ, ଅରୂପ ହବାକୁ ପଡିବ। ଅରୂପ ନହେଲେ ସେ ଠାକୁରଙ୍କ ସହିତ ମିଶି ପାରିବ ନାହିଁ। ଏକଦମ ସତ୍ୟ। ହଁ, ସେ ଅରୂପ ହବା ପାଇଁ ହେଲେ ଜଣେ ଗୁରୁଙ୍କର ଆବଶ୍ୟକତା ରହିଛି। ଆଉ ସେ ଗୁରୁ ତାଙ୍କୁ କେତେବେଳେ ମିଳିବେ, କୋଉ ସମୟରେ ମିଳିବେ, ଯେମିତି ଆମର ଯୋଗୀର ଆତ୍ମଚରିତରେ ଆମେ ପଢିଛେ, ଯୋଗାନନ୍ଦ ପରମହଂସ, ସିଏ ମଧ୍ୟ ବହୁତ, ତାଙ୍କ ନାଁ ମୁକୁନ୍ଦ ହେଇଥିବ, ସେ ବହୁତ ମୁକୁନ୍ଦ। ବାବାଜୀଙ୍କ ସାନ୍ନିଧ୍ୟ ପାଇଛନ୍ତି, ହୁଁ। ଗନ୍ଧ କିନ୍ତୁ ବାବାଠୁ କାହାକୁ ଗୁରୁ ଶୂନ୍ୟ ବୋଲି ବାବା, ଗ୍ରହଣ ନିଦ୍ରା କରିନାହାନ୍ତି। ବାବା। ଆଜ୍ଞା, ସେ ହଁ ବିନିଦ୍ର ବାବା, ସେ ହୁଁ। ଭାସମାନ ସାଧୁ, ହୁଁ। ଏମିତି ବହୁତ ସାଧୁ ମାନଙ୍କ ସାନ୍ନିଧ୍ୟ ପାଇଛନ୍ତି। ଗନ୍ଧ ବାବା, ହୁଁ। ଆନନ୍ଦମୟୀ ମା, ସମସ୍ତଙ୍କ ସାନ୍ନିଧ୍ୟ ପାଇଛନ୍ତି, କିନ୍ତୁ କାହାକୁ ଗୁରୁ ବୋଲି ଗ୍ରହଣ କରିନାହାନ୍ତି। ନାଇଁ। ତାଙ୍କ ଗୁରୁଙ୍କ ସହିତ ସେ ହଠାତ୍ କିନି ତାଙ୍କର ମିଶ୍ରଣ ହେଲା। ସାକ୍ଷାତ ହେଲା, ଏବଂ ସେ ଯେତେବେଳେ ଦେଖିଦେଲେ, ତାଙ୍କୁ ଯେତେବେଳେ ଦୃଷ୍ଟି କି ଦୃଷ୍ଟି ପଡିଯାଇଛି, ସେତେବେଳେ ସିଏ ଆଉ ହଲି ବି ପାରିନାହାନ୍ତି। ସେ ତାଙ୍କୁ ନ ଚିହ୍ନିଥିଲେ ମଧ୍ୟ ତାଙ୍କରି ଆଡକୁ ସିଏ ଢଳିଲେ, ତାଙ୍କ ପାଖରେ ଯାଇ ସିଧା ତାଙ୍କ ପାଦ ତଳେ ପଡିଗଲେ, ଯୁକ୍ତେଶ୍ୱର ଗିରିଙ୍କ ପାଦ ତଳେ। ହୁଁ। ତେଣୁ ସେଇଭଳିଆ ହଉଛି କଥା।